ବାସୁଦେବ ଜନାର୍ଦ୍ଦନ। ଆଜି ହଠାତ୍ କାହିଁକି ମନେ ପଡ଼ିଛି, ସବୁଦିନ ତ ମନେ ଥାଏ, ଏଇ ନାମଟି ମନେ ପଡ଼ିଛି। ଏ ନାମକୁ ସବୁଦିନ ଭଳିଆ ଟିକେ ସ୍ମରଣ କରେ, କିନ୍ତୁ ଆଜି ଟିକେ କାହିଁକି ମନେ ପଡ଼ିଲା। ଏଇ ନାମଟି ଜଣେ ମହାପୁରୁଷ ଆକୁ ଆମମାନଙ୍କୁ ଦେଇଛନ୍ତି। ଆମ ଦେଶର, ଆମ ରାଜ୍ୟର, ଆମ ଜୀବନର ଗଣ୍ଠିଧନ ଭଳି ଏଇ ଗୁରୁମନ୍ତ୍ରକୁ ସେ ପ୍ରଦାନ କରିଛନ୍ତି। ଆକୁ ନାମ ବୋଲି ଖାଲି ଭାବିଲେ ହବନି, ଇଏ ହେଉଛି ଗୁରୁମନ୍ତ୍ର। ପ୍ରଥମ ପ୍ରଶ୍ନ ହେଉଛି, ଗୀତା କହିଥିଲେ କିଏ? ତାର ଉତ୍ତର, ଏକମାତ୍ର ଉତ୍ତର ସମସ୍ତଙ୍କ ପାଖରେ, ଗୀତା କହିଥିଲେ କୃଷ୍ଣ। ଆପଣ ଦେଖନ୍ତୁ, ଆଜି ଇସ୍କନ ସମଗ୍ର ପୃଥିବୀରେ ଗୋଟିଏ ମନ୍ତ୍ରକୁ ପ୍ରଚାର କରି ଚାଲିଛି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏହା କେବଳ ଇସ୍କନ କରୁନି, ଏହା ପୂର୍ବରୁ ମଧ୍ୟ ଇଏ କଳଉ ନାମ ସଂକୀର୍ତ୍ତନ ଭିତରେ ଥିଲେ, ନାମ ଉପନିଷଦ ଭିତରେ ଲେଖା ଥିଲେ, ହରେର ନାମୈବ କେବଳମ୍, ହରେର ନାମୈବ କେବଳମ୍, ହରେର ନାମୈବ କେବଳମ୍, କଳଉ ନାସ୍ତୈବ 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 ଗତିରନ୍ୟଥା। କିନ୍ତୁ ଚୈତନ୍ୟଙ୍କ ଶରଣାଗତି ଭକ୍ତମାନେ, ବୈଷ୍ଣବମାନେ ଏଇ ନାମ ଉପରେ ବିଶେଷ ଭାବରେ ଗୁରୁତ୍ୱ ଆରୋପ କରନ୍ତି। ମୁଁ ଶୁଣିଲି ଆମର ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଯିଏ ବଡ଼ ପୁଅ, ତାଙ୍କୁ ବଡ଼ଦା ବୋଲି କୁହାଯାଉଥିଲା। ସେ ଯେତେବେଳେ ପୁରୀରେ ଦେହତ୍ୟାଗ କରିବାର ସମୟ ଆସିଲା, ସେ କହିଲେ ଯେ ହରିନାମ କର। ମୋର ଧାରଣା ହେଲା ଠାକୁର ଅନୁକୂଳ ଚନ୍ଦ୍ର ମଧ୍ୟ ଗୋଟେ ହରିନାମ ଲେଖିଛନ୍ତି, ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲରେ, ସେଇ ନାମଟି ଗୋଟେ ହେଲା। ଆଉ କିନ୍ତୁ ଠାକୁର ଅନୁକୂଳ ଚନ୍ଦ୍ର ମଧ୍ୟ ସେଇ କୃଷ୍ଣ ଶବ୍ଦ ଉପରେ ଗୁରୁତ୍ୱ ଦେଇଛନ୍ତି। ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଦୁଇଥର କହିଛନ୍ତି, ଗୋବିନ୍ଦ ଗୋବିନ୍ଦ ବୋଲରେ ଦୁଇଥର କହିଛନ୍ତି, ରାଧେ ରାଧେ ଦୁଇଥର କହିଛନ୍ତି। ତେଣୁ ସେ କୃଷ୍ଣ ଶବ୍ଦ ଉପରେ ନିଜେ ଲେଖିଥିଲେ ମଧ୍ୟ ପୁରୀରେ ଶ୍ରୀକ୍ଷେତ୍ରରେ ସେ ଦେହତ୍ୟାଗ କଲେ। ନାମ ଅଖଣ୍ଡ ରହିଲା ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆପଣ ଦେଖନ୍ତୁ, ତାପରେ ଆମର ନାମଟିଏ ଚୈତନ୍ୟ ପନ୍ଥୀମାନେ ଗାଆନ୍ତି, ଭଜ ଶ୍ରୀକୃଷ୍ଣ, ଏଠି କୃଷ୍ଣ ରହିଲେ, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ, ଜପ ହରେ କୃଷ୍ଣ ହରେ ରାମ ଶ୍ରୀରାଧେ ଗୋବିନ୍ଦ। ବଡ଼ ବାବାଜୀ ରାଧାରମଣ ଦେବ ଯେଉଁ ନାମଟି ପ୍ରଚାର କରିଗଲେ, ସେ ନାମଟି ହେଉଛି ଭଜ ନିତାଇ ଗୌର ରାଧେ ଶ୍ୟାମ ଜପ ହରେ କୃଷ୍ଣ ହରେ ରାମ। କୃଷ୍ଣ ସବୁଠି ରହିଲେ। ଆମର ଜୟଦେବ ଗୀତି ଗୋବିନ୍ଦର ଦଶ ଅବତାର ଗୋଟେ ଶ୍ଳୋକ ରହିଲେ, କହିଲେ, ବେଦାନୁ ଧରତେ ଜଗନ୍ନି ବହତେ ଭୃଗୋଳ ମୁଦ୍ବିବ୍ରତେ, ଦୈତ୍ୟାନୁଦାରୟତେ ବଳିଂ ଛଳୟତେ କ୍ଷେତ୍ରିଂ କେୟଂ କୁର୍ବତେ, ପୌଲଶ୍ଚ ଜୟତେ ହଳଂ କଳୟତେ କାରୁଣ୍ୟ ମାତନ୍ନତେ, ମ୍ଲେଚ୍ଛାନୁମୁଚ୍ଛୟତେ ଦଶା କୋଟି କୃତେ, କୃଷ୍ଣାୟ ସ୍ତୁଭ୍ୟଂ ନମଃ। ଏତେ ଗୁଡ଼ିଏ ଅବତାରଙ୍କୁ ସେ ପ୍ରାଧାନ୍ୟ ଦେଲେ, କିନ୍ତୁ ଶେଷରେ କୃଷ୍ଣଙ୍କୁ ଉପରେ ବେଶୀ ଗୁରୁତ୍ୱ ଆରୋପ କଲେ।
ଏଠି ମଧୁସୂଦନ ସେଇ କୃଷ୍ଣଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ଗୀତା କହିଲେ କିଏ? କୃଷ୍ଣ। ଗୀତା ଶୁଣିଲେ କିଏ? ଦ୍ୱୈପାୟନ କୃଷ୍ଣ, ଦିତି କୃଷ୍ଣ ଅର୍ଜୁନ। ଗୀତା ଲେଖିଲେ କିଏ? ଦ୍ୱୈପାୟନ କୃଷ୍ଣ ବ୍ୟାସଦେବ। ଏଠି କୃଷ୍ଣ ଶବ୍ଦର ଗୁରୁତ୍ୱ ପୁରା ବଢିଗଲା, ବହୁତ ବଢିଗଲା। ତାପରେ ଓମଟି କୋଉଠୁ ଆସିଲା? ମଧୁସୂଦନ ଲେଖିଲେ, ପ୍ରଥମେ ଲେଖିଲେ ଓମ୍। ସିଏ ପୁଣି ଏ ନାମଟି କୋଉଠୁ ଆଣିଲେ? ସିଏ ପୁଣି ଗୋଟେ ନାମ ପୁଣି ତାକୁ ଆଣିଲେ ମଧୁସୂଦନ କୃଷ୍ଣେଟି। ସେ ଥିଲା ଏମିତି ଥିଲା, ମଧୁସୂଦନ କୃଷ୍ଣେଟି ବାସୁଦେବ ଜନାର୍ଦ୍ଦନ ଚତ୍ୱାରି ତବ ନାମାନି ମହାବିପଦ ନାଶନ। ଏଇ ନାମର ମଧ୍ୟରେ ଏଇ ନାମଟି ଅଛି। ସେଟାକୁ ସଂକ୍ଷିପ୍ତ କରିଦେଲେ ଓମ୍ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ। ତାହେଲେ ଓଙ୍କାର ଉପରେ ଗୁରୁତ୍ୱ ଦେଲେ। ଓଙ୍କାର ରୂପେ ଥିଲା ବେଦ, କେହି ନ ଜାଣେ ତାର ଭେଦ। ସକଳ ମନ୍ତ୍ର ମଧ୍ୟ ସାର, ତ୍ରିଧାମ ବ୍ରହ୍ମମୁ ଓଙ୍କାର। ଓମଟା ଏତେ ଗୁରୁତ୍ୱପୂର୍ଣ୍ଣ। ଗୀତାରେ କ'ଣ କହିଲେ? ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରଣ ମାମୁନୁ ସ୍ମରନ୍ ଜ ପ୍ରୟାତି ତେଜନ ଦେହ ସଜାତି ପରମାଙ୍ଗତି। ମଲା ବେଳକୁ କିଛି ଯଦି ପାଟିରେ ନ ପଶିଲା, ଖାଲି ଓମଟା ଯଦି ପଶିଗଲା, ତାହେଲେ ଆମର ସବୁ ସରିଲା। ଓମ୍ ଇଜ୍ ଦ ଅଲମାଇଟି ଅଫ୍ ୟୁନିଭର୍ସ। ଓମ୍ ଇଜ୍ ଦ ୱାନ୍। ओम इज द ग्रेट मंत्र, ग्रेट दीक्षा ऑफ गुरु। ओम ऑल आइडियोलॉजी इन ओम, ऑल आइडियोलॉजी, ऑल फिलोसफी इन ओम। ओम इज द क्रिएटर, ऑपरेटर एंड डिस्ट्रॉयर और डायरेक्टर। ओम इज ब्रह्म, ओम इज ओनली साकार एंड निराकार, ओम इज द ओनली द्वैत एंड अद्वैत। ओम इज द माने फर्स्ट क्लास नेम ऑफ गॉड, फर्स्ट क्लास नेम ऑफ गॉड। मदर श्री माँ अरविंद said, Om is the signature of Lord. Om is the call to Creator. Om is the call to Creator. Oh God, help me. Oh God, save me. मधुसूदन से ओ, साई राम से ओ। होलीनेस, ओम इज द होलीनेस वर्ड ऑफ होलीनेस, सेंटेंस ऑफ होलीनेस फिलोसफी, होलीनेस आइडियोलॉजी ऑफ सोसाइटी बा वर्ल्ड यूनिवर्स। मधुसूदन कहले ओम ओम, तापर कहले कृष्ण कृष्ण कृष्ण। ओम कृष्ण। मधुसूदन कहले केतेबेले सांख्य जोगरे विषाद जोग रूपक रात्रि पाही जाउची, सांख्य जोग रूपक सूर्य उदय होउछन।
ସେହି ସମୟରେ ଅର୍ଜୁନ ଭଗବାନ କୃଷ୍ଣଙ୍କୁ ସମ୍ବୋଧନ କଲେ ମଧୁସୂଦନ, ହେ ପ୍ରଭୁ ମଧୁସୂଦନ, ମଧୁସୂଦନ ରୂପରେ ଆପଣ ମୋତେ ବାଣୀ ପ୍ରଦାନ କରନ୍ତୁ। କେଡ଼େ ବଡ଼ କଥାଟା କହିଲେ। ତାପରେ କହିଲେ ବାସୁଦେବ। ବାସୁଦେବ କିଏ? ହ୍ୱାଟ ଇଜ୍ ବାସୁଦେବ? ବାସୁଦେବ ଇଜ୍ ଦ ବସୁଧୈବ କୁଟୁମ୍ବକମ୍। Ba is the air, Su is the mind, holy mind. They is the divinity, divine. Ba is the Brahma, Vasudeva. ଗୀତାରେ କହିଲେ ବାସୁଦେବ ସର୍ବମିତି ସମାତ୍ମା ସୁଦୁର୍ଲଭ। ବାସ୍ ନେଇଗଲେ କଥା। ତାପରେ ଆସିଲେ ଜନାର୍ଦ୍ଦନ। ହୁ ଇଜ୍ ଦ ଜନାର୍ଦ୍ଦନ? ଜନାର୍ଦ୍ଦନ ଯିଏ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି, ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରି କରିଛନ୍ତି, ସେ ହେଉଛନ୍ତି ଜନାର୍ଦ୍ଦନ। ଗୀତାର କର୍ମ ଯୋଗରେ ଅର୍ଜୁନ ଭଗବାନ କୃଷ୍ଣଙ୍କୁ କହିଛନ୍ତି ହେ ଜନାର୍ଦ୍ଦନ, ଜନମାନଙ୍କୁ ତୁମେ ଅନ୍ନ ଦିଅ। ତେଣୁ ଏଇ ଯେଉଁ ମନ୍ତ୍ରକୁ ସବୁଦିନେ ଆପଣମାନେ ଭଜନ କରନ୍ତୁ, ସ୍ମରଣ କରନ୍ତୁ, ଥରେ କରନ୍ତୁ, କିଛି କଥା ନାହିଁ। ଓମ୍ ହେଲେ ଓମ୍ କହିବେ, ଲଲାଟ ଚକ୍ରକୁ ଧ୍ୟାନ କରିବେ। ଯେତେବେଳେ କୃଷ୍ଣ କହିବେ ହୃଦୟ ଚକ୍ରକୁ ଧ୍ୟାନ କରିବେ। ଯେତେବେଳେ ମଧୁସୂଦନ କହିବେ ନାସାଗ୍ରକୁ ଧ୍ୟାନ କରିବେ। ଯେତେବେଳେ ଜନାର୍ଦ୍ଦନ କହିବେ ବାହୁକୁ ଧ୍ୟାନ କରିବେ। ବୈକୁଣ୍ଠନାଥ କୃଷ୍ଣଙ୍କର ଗୀତ ଲେଖିଲେ, କିନ୍ତୁ ସିଏ କହିଲେ ଯିଏ ଜଗନ୍ନାଥ ସେ କୃଷ୍ଣ। ସିଏ ଗୋଟେ ନାମ ଦେଇଗଲେ ଜୟ ଗୁରୁ, ଜୟ ଗୁରୁ, ଜୟ ଜଗନ୍ନାଥ, ଜୟ ଗୁରୁ ବୈକୁଣ୍ଠନାଥ। ଜଗନ୍ନାଥ କିଏ? ଜୟ ଗୁରୁ ଜଗନ୍ନାଥ ହୁଁ ଜୟ କୃଷ୍ଣ ଜଗନ୍ନାଥ। ଏଠି ଜଗନ୍ନାଥଙ୍କୁ ପରୋକ୍ଷରେ ସେ କୃଷ୍ଣ ରୂପରେ ସମ୍ବୋଧନ କରିଛନ୍ତି। ଠାକୁର ଅଭିରାମ କେମିତି କହିଲେ? ମନମୋହନ ମୂରତି ଜୟ ସତ୍ୟନାରାୟଣ, ବନଜ ନୟନ ସନ୍ଧ୍ୟା ଆରତିରେ କି ଶୋଭନ। ମନମୋହନ ମୂରତି ସେ କିଏ? କୃଷ୍ଣ ଇଜ୍ ଦ ଓନ୍ଲି incarnation, only powerful incarnation of our Shastra. ଓ ମନ ମୋହନ ମୂରତି ଜୟ ସତ୍ୟ ନାରାୟଣ, ସେ ହେଉଛନ୍ତି କୃଷ୍ଣ। ଯିଏ ମୋହନ ବଂଶୀ ବଜାଉଥିଲେ, ଯେଉଁ ବଂଶୀରେ ମୋହ ନଥିଲା, ମାୟା ନଥିଲା, କାମ ନଥିଲା, କ୍ରୋଧ ନଥିଲା। ତେଣୁ ଏହି ସୁନ୍ଦର ମହାପୁରୁଷମାନଙ୍କ ସିଏ ହେଉଛନ୍ତି ଏକମାତ୍ର ମୋହନ ମୂରତି। ଅଲ୍ ଆର୍ ବିଉଟି, କିନ୍ତୁ ହି ଇଜ୍ ଦ ଓନ୍ଲି ମ୍ୟାଚଲେସ୍ ବିଉଟି ଅଫ୍ ୟୁନିଭର୍ସ। ସେ ମ୍ୟାଚଲେସ୍ ବିଉଟି। এই আমার কৃষ্ণ, এই আমার ওম, এই আমার মধুসূদন, এই আমার বাসুদেব, এই আমার জনার্দন, এই আমার হরে, এই আমার রাম, এই আমার কৃষ্ণ। हमारा भारतवर्ष में यही हमारा श्रेष्ठ मंत्र ओम कृष्ण
मधुसूदन वासुदेव जनार्दन, यही हमारा बेस्ट दीक्षा, बेस्ट एजुकेशन, बेस्ट आइडियोलॉजी, बेस्ट फिलोसफी ऑफ लाइफ और सोसाइटी। इसलिए आप सबको शुभेच्छा प्रदान करके वाणी को विश्राम दीजिए। जय गुरु, जय जगन्नाथ।